ଆଜି ଆସନ୍ତୁ ଜାଣିବା ଗୋମାତାଙ୍କ ବିଷୟରେ। ଗୋମାତାଙ୍କ ସମ୍ପର୍କରେ କେତେକ ପୌରାଣିକ ତଥ୍ୟ। ପୁରାଣରେ ରହିଛି ଯେ ଗାଈଙ୍କ ବେକରେ ଘଣ୍ଟି ବାନ୍ଧିଲେ ଘଣ୍ଟିର ଶବ୍ଦ ବହୁ ବାସ୍ତୁ ଦୋଷ ଦୂର କରିଥାଏ। ଗାଈଙ୍କର ଗୋଟିଏ ଆଖିରେ ସୂର୍ଯ୍ୟ ଓ ଅନ୍ୟଟିରେ ଚନ୍ଦ୍ରମାର ବାସ ହୋଇଥାଏ ବୋଲି କୁହାଯାଇଥାଏ। ବେଦ ଶାସ୍ତ୍ର ଅନୁଯାୟୀ ଗାଈଙ୍କ ପଛରେ ହନୁମାନଙ୍କ ବାସ ହୋଇଥାଏ। ତେଣୁ ଖରାପ ଦୃଷ୍ଟି ଦୂର କରିବା ପାଇଁ ଏହାର ମଧ୍ୟ ବ୍ୟବହାର ହୋଇଥାଏ। ଗାଈଙ୍କ ପାଦରେ ଥିବା ଖୁରାରେ ନାଗ ଦେବତାଙ୍କ ବାସ କରୁଥିବାର କୁହାଯାଇଥାଏ। ଗୋମାତା ବିଚରଣ କରୁଥିବା ସ୍ଥାନରେ ସର୍ପ ବିଛା ଆଦି ପ୍ରବେଶ କରନ୍ତି ନାହିଁ। ଗୋଟିଏ ଗାଈକୁ ଚାରା ଖୁଆଇଲେ ପ୍ରାୟ 33 କୋଟି ଦେବତାଙ୍କ ନିକଟରେ ଭୋଗ ଲାଗିବା ସହ ଏହା ସମାନ ବୋଲି ଶାସ୍ତ୍ରରେ କୁହାଯାଇଥାଏ। ବେଦ ପୁରାଣ ଅନୁଯାୟୀ ଗୋମାତାଙ୍କ ସେବା କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। କଳା ଗାଈଙ୍କୁ ପୂଜା କଲେ ନବଗ୍ରହ ଶାନ୍ତ ରହିଥାନ୍ତି। କୌଣସି କାର୍ଯ୍ୟରେ ଯଦି ବାଧା ଥାଏ ତାହାକୁ ଗାଈଙ୍କ କାନରେ କହିଲେ ସେହି କାର୍ଯ୍ୟରେ ସଫଳତା ମିଳିଥାଏ। ତେଣୁ ଆପଣମାନେ ଗାଈକୁ ଖାଇବାକୁ ଦେବା ସହିତ ପ୍ରତିଦିନ ଗାଈର ସେବା କଲେ 33 କୋଟି ଦେବତା ଆପଣମାନଙ୍କ ଉପରେ ପ୍ରସନ୍ନ ରହିବେ। ତେଣୁ ଗାଈଙ୍କ ସେବା ନିହାତି ଭାବେ କରନ୍ତୁ। ଜୟ ଗୋମାତା।